अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। एक मिनिट, और बैटरी शेष है যেটা কনেকশন দেই দাও পড়ে মতে ইলেকট্রিক কানেকশন হবে। শিক্ষক প্রভু, হরিবল। আরে আমার এই কম্পিউটার তারটা কই যে হরে কৃষ্ণ হরিবল। কত নম্বর শ্লোক ছিল আজকে মুকুন্দ প্রভু? हरे कृष्ण महाराज 7वां भगवत जी। জং জং বাপি স্মরণ ভাবম त्यजन्ते अन्ते कलेबरम। हाँ, 7 নম্বর। তং তং অবৈতি কৌন্তেয় সদা তদ ভাব ভাবিতা। তা মানে শুনিলে যে 6 নম্বর শ্লোকରେ শুনিଥିଲେ যে মৃত্যু ସମୟରେ
ଯେ ଯୋଉ ଚେତନାରେ ରହିବ ସେ ଭାବର ଶରୀରକୁ ପ୍ରାପ୍ତ ହେବ। ସେଥିପାଇଁ ଭଗବାନ କହୁଛନ୍ତି ଯଦି ଭଗବାନଙ୍କ ଚେତନା ରହିବ ସେ ଦିବ୍ୟ ସ୍ତରକୁ ପ୍ରାପ୍ତ ହବ, ଭଗବତ ଧାମ ପ୍ରାପ୍ତ ହବ। ତାହେଲେ କଣ କରିବାକୁ ପଡିବ? ଯେ ଏଠି କୁହାହେଲା ଯେ ମୃତ୍ୟୁ ସମୟରେ ଯାହା ଚିନ୍ତା କରିବ, ଯୋଉ ଭାବରେ ଥିବ ସେ ଭାବକୁ ପ୍ରାପ୍ତ ହବ। ଭଗବାନଙ୍କ ଚିନ୍ତା କରିଲେ ଭଗବତ ଭାବକୁ ପ୍ରାପ୍ତ ହବ, ଦିବ୍ୟ ଭାବ ପ୍ରାପ୍ତ ହବ, ଭଗବତ ଧାମ ପ୍ରାପ୍ତ ହବ। ତାହେଲେ କେହି ମନେ କରିବ ଠିକ ଅଛି, ଯେତେବେଳେ ମୃତ୍ୟୁ ସମୟ ଆସିଯିବ ଆମେ ଭଗବାନଙ୍କୁ ସ୍ମରଣ କରିଦେବା ହେଇଯିବ। ନା, ମୃତ୍ୟୁ ସମୟ କେତେବେଳେ ଆସିବ ଆମେ ତ ଜାଣିନେ। ସେଥିରେ କଣ କରିବାକୁ ପଡିବ? ତସ୍ମାତ୍ ସର୍ବେଷୁ କାଲେଷୁ ମାଂ ଅନୁସ୍ମର। ସେ ସବୁବେଳେ ମୋର ସ୍ମରଣ କରିବ। ସେ ସବୁବେଳେ ଭଗବାନଙ୍କ ସ୍ମରଣ କରିବ। ସବୁ କାମଧନ୍ଦା ଛାଡି ଦେଇକି ସ୍ମରଣ କରିବ। ହୁଁ। ତ କାମଧନ୍ଦା ହାତ ଦେଖି ସାରାଦିନ ସ୍ମରଣ କରିବ, ସେଟା କି ସମ୍ଭବ ସମସ୍ତଙ୍କ ପକ୍ଷରେ? ଅର୍ଜୁନ ପକ୍ଷରେ ତ ଭଗବାନ କହିଲେ ତ ମୋର ସ୍ମରଣ କର, ଯୁଦ୍ଧ ଚ, ଯୁଦ୍ଧ ବି କର। ତ ମୁଁ ଯୁଦ୍ଧ କରିବି ନା ଆପଣଙ୍କୁ ସ୍ମରଣ କରିବି? କେମିତି କରିବି? ନା ମୟି ଅର୍ପିତ ମନ ବୁଦ୍ଧି। ତ ମନ ଆଉ ବୁଦ୍ଧି କି ତୁମର କର୍ମକୁ ମତେ ସମର୍ପଣ କରିଲେ ଓ ମନ ବୁଦ୍ଧିକୁ ମୋ ଠାରେ ସ୍ଥିର ରଖିଲେ ତୁମେ ନିଃସନ୍ଦେହ ମୋର ଭାବକୁ ପ୍ରାପ୍ତ ହେବ। ତୁମେ ସଦାସର୍ବଦା ମତେ ଚିନ୍ତା କରିବା ଉଚିତ। ତସ୍ମାତ୍ ସର୍ବେଷୁ ମାଂ ଅନୁସ୍ମର। ଯେତେବେଳେ ମାଂ ଅନୁସ୍ମର କହୁଛନ୍ତି, ପ୍ରଭୁପାଦ ସୁସ୍ପଷ୍ଟ ଭାବେ କହୁଛନ୍ତି ମୋର କୃଷ୍ଣ ସ୍ୱରୂପକୁ ଚିନ୍ତା କର। ତା ନହେଲେ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ବ୍ୟାଖ୍ୟା ଦେବେ। କିଏ କହିବେ ମାଙ୍କ ଅନୁସ୍ମର ମାନେ କୃଷ୍ଣଙ୍କ ଅନୁସ୍ମର ନୁହଁ, କୃଷ୍ଣଙ୍କ ଭିତରେ ପରମାତ୍ମା ଅଛି, ପରମାତ୍ମାକୁ ଅନୁସ୍ମରଣ କର। କିଏ କହିବ କୃଷ୍ଣ ନୁହଁ, ପରମାତ୍ମା ନୁହଁ, ନିରାକାର ବ୍ରହ୍ମକୁ ଅନୁସ୍ମରଣ କର। ପ୍ରଭୁପାଦ କହିଲେ ନା, ମାଙ୍କ ଅନୁସ୍ମରଣ ମୁଁ ଯୋଉ କୃଷ୍ଣ ତୁମ ସାମ୍ନାରେ ଛିଡା ହେଇଛି ଏଇ ରୂପକୁ ତୁମେ ସ୍ମରଣ କର ଏବଂ କରିବା ଉଚିତ। ତତ୍ସଙ୍ଗେ ସେ ତୁମର କର୍ତ୍ତବ୍ୟ କର୍ମ ଯୁଦ୍ଧ କରି ଚାଲ, ଯୁଦ୍ଧ ବି କର। ତୁମର କର୍ମକୁ ମତେ ସମର୍ପଣ କଲେ ଏବଂ ମନ ବୁଦ୍ଧି ମୋଟା ସ୍ଥିର ରଖିଲେ ତୁମେ ନିଃସନ୍ଦେହ ହଁ ମୋର ଏ ଭାବକୁ ମତେ ହିଁ ପ୍ରାପ୍ତ ହେବ। ତୁମେ ନିଃସନ୍ଦେହ ଭାବରେ ମତେ ହିଁ ପ୍ରାପ୍ତ ହେବ। ଭାବାର୍ଥ ଅର୍ଜୁନଙ୍କୁ ଦିଆଯାଇଥିବା ଏଇ ଉପଦେଶ ଭୌତିକ କର୍ମରେ ନିଯୁକ୍ତ ଥିବା ସମସ୍ତ ମାନବ ସମାଜ ପ୍ରତି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ। ଏଇଟା କାହିଁକି ନା ସମସ୍ତେ ଭୌତିକ ଜଗତରେ ସମସ୍ତେ ନିଯୁକ୍ତ କର୍ମ, ସମସ୍ତେ ଭୌତିକ କର୍ମ ନିଯୁକ୍ତ ଅଛନ୍ତି, ତାଙ୍କ ପାଇଁ ଦରକାର। କାହିଁକି ଏଠି ଭଗବାନ କହୁଛନ୍ତି ତମେ ମୋର ଚିନ୍ତା କର ଏବଂ କର୍ତ୍ତବ୍ୟ କର୍ମ କର। ସାଧାରଣ ମଣିଷ ମାନଙ୍କର କର୍ତ୍ତବ୍ୟ କର୍ମର ଅଧିକାର ଅଛି। ଯୋଉମାନେ ଉନ୍ନତ ସ୍ତରରେ ପହଞ୍ଚି ଯାଇଛନ୍ତି ସେମାନେ କର୍ତ୍ତବ୍ୟ କର୍ମକୁ ତ୍ୟାଗ କଲେ ଅସୁବିଧା ନାହିଁ। ସାଧାରଣ ମନୁଷ୍ୟଙ୍କୁ କର୍ତ୍ତବ୍ୟ କର୍ମ କରିବାକୁ ପଡିବ। ତ ଭଗବାନ ଏକଥା କଦାପି କହୁନାହାନ୍ତି ଯେ ମାନବ ତାର କର୍ତ୍ତବ୍ୟ କର୍ମ ତ୍ୟାଗ କରି ପଳେଇଯିବ। ବ୍ୟକ୍ତି ତାର କର୍ତ୍ତବ୍ୟ କର୍ମରେ ନିଯୁକ୍ତ ରହିକି ହରେ କୃଷ୍ଣ ମନ୍ତ୍ର ଜପ ବା କୀର୍ତ୍ତନ କରିକି ସବୁ ସମୟରେ ଶ୍ରୀକୃଷ୍ଣଙ୍କ କଥା ସେ ଚିନ୍ତା କରିବ। ସବୁବେଳେ ସେ କୃଷ୍ଣ କଥା ଚିନ୍ତା କରିବ। ସବୁବେଳେ ସେ ଭଗବାନ କୃଷ୍ଣ କଥା ଚିନ୍ତା କରିବ। ଏତଦ୍ ଦ୍ୱାରା ସେ ଭୌତିକ ସଂସ୍ପର୍ଶରୁ ମୁକ୍ତି ହେଇପାରିବ ଓ ତାର ମନ ବୁଦ୍ଧିକୁ କୃଷ୍ଣଙ୍କ ଠାରେ ଲଗାଇ ପାରିବ। ଏହା ନିଃସନ୍ଦେହ ଯେ ଶ୍ରୀକୃଷ୍ଣଙ୍କ ଦିବ୍ୟ ନାମ କୀର୍ତ୍ତନ କରି ବ୍ୟକ୍ତି ପରମ ଧାମ କୃଷ୍ଣ ଲୋକକୁ ସ୍ଥାନାନ୍ତରିତ ହୋଇପାରିବ। ତ ପ୍ରଭୁପାଦ କହୁଛନ୍ତି ସାଧାରଣ ଲୋକମାନଙ୍କ ପାଇଁ କି ସରଳ ଉପାୟଟି ଦିଆଗଲା। କଣ ହେଟି? ସେଟା ଯେ ନାମାଶ୍ରୟ କରି ଯତନେ ତୁମେ ଥାକ ଆପନ କାଜେ। ଭଗବାନ କହୁଛ ମୋ କଥା ଚିନ୍ତା କର। ପ୍ରଭୁପାଦ ଭଗବାନଙ୍କ କଥା ଚିନ୍ତା କରିବା ପାଇଁ କି ବେଷ୍ଟ ଉପାୟ ହଉଛି ଭଗବାନଙ୍କ ନାମ କୀର୍ତ୍ତନ କର। ଭଗବାନଙ୍କ ନାମର ମାଧ୍ୟମରେ ତାଙ୍କ ସାଙ୍ଗରେ ଯୁକ୍ତ ହ। ତାଙ୍କ ନାମ ଶ୍ରବଣ କୀର୍ତ୍ତନ ସ୍ମରଣ କର ଏବଂ ନିଜ ନିଜର କର୍ତ୍ତବ୍ୟ କର୍ମ କର।
ତାପରେ ଶ୍ଲୋକରେ କୁହାଯାଉଛି ଅଭ୍ୟାସ ଯୋଗ ଯୁକ୍ତେନ ଚେତସା ନନ୍ୟଗାମିନା ପରମଂ ପୁରୁଷଂ ଦିବ୍ୟಂ ଜାତି ପାର୍ଥ ଅନୁଚିନ୍ତୟନ୍। ହେ ପାର୍ଥ, ଯେ ପରମ ପୁରୁଷ ଭଗବାନଙ୍କୁ ଧ୍ୟାନ କରୁଥାଏ ତାର ମନ ଧ୍ୟାନ ମାର୍ଗରୁ ବିଚ୍ୟୁତ ହୋଇ ସର୍ବଦା ମୋତେ ସ୍ମରଣ କରିବାରେ ଲାଗିଥାଏ, ତ ସେ ନିଶ୍ଚୟ ମୋ ପାଖରେ ପହଞ୍ଚିବ। ଅଭ୍ୟାସ ଯୋଗ ଯୁକ୍ତେନ, ଏଠି ସେ ଅଭ୍ୟାସ ଦ୍ଵାରା, ଅଭ୍ୟାସ ଧ୍ୟାନମଗ୍ନ ଚେତସା ମାନେ ମନ ଓ ବୁଦ୍ଧି ଦ୍ଵାରା ଅନ୍ୟ ଆଡିକି ବିଚ୍ୟୁତ ନ କରିକି, ଯେ ଅଭ୍ୟାସ ମାଧ୍ୟମରେ ତାର ମନ ଧ୍ୟାନ ମାର୍ଗରୁ ବିଚ୍ୟୁତ ହବ ନାହିଁ, ସବୁବେଳେ ମୋର କଥା ସ୍ମରଣ କରେ। ଚେତସା ନ ଅନ୍ୟଗାମିନା, ନ ଅନ୍ୟଗାମିନା ଆଦୌ ବିଚ୍ୟୁତ ଅନ୍ୟ ଆଡିକି ଯିବନି। ହଁ। ପରମଂ ପୁରୁଷମ ଦିବ୍ୟମ୍ ଜାତି ପାର୍ଥ ଅନୁଚିନ୍ତୟ, ସେ ନିଶ୍ଚୟ ଏ ପରମ ପୁରୁଷ ଯେ ଭଗବାନ, ମୋ ପାଖରେ ସେ ପରମଂ ପୁରୁଷମ ଦିବ୍ୟମ୍, ଏଠି ପରମ ପୁରୁଷ କିଏ ନା ଭଗବାନ କୃଷ୍ଣ, ତାଙ୍କ ପାଖରେ ସେ ପହଞ୍ଚିବ। ତ ଏଇ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସ୍ମରଣ କରିବା ସମ୍ପର୍କକୁ ଜୋର ଦେଇଛନ୍ତି। କହୁଛନ୍ତି ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ କଲେ କୃଷ୍ଣ ସ୍ମୃତି ଜାଗ୍ରତ ହବ। ହରେ କୃଷ୍ଣ ମହାମନ୍ତ୍ର ଶ୍ରବଣ କୀର୍ତ୍ତନ ଅଭ୍ୟାସର ଅର୍ଥ ଭଗବାନଙ୍କର ଦିବ୍ୟ ନାମର ଧ୍ୱନି ତରଙ୍ଗରେ ଶ୍ରବଣ କୀର୍ତ୍ତନର ଅଭ୍ୟାସ। ଏତଦ୍ୱାରା ବ୍ୟକ୍ତିର କର୍ଣ୍ଣ, ଜିହ୍ବା ଏବଂ ମନ ସମସ୍ତେ ଏଥିରେ ନିଯୁକ୍ତ ହୁଅନ୍ତି। ଏହି ଗହନ ଧ୍ୟାନ ବିଧି ଅଭ୍ୟାସ କରିବା ଅତି ସହଜ ଏବଂ ଏହା ବ୍ୟକ୍ତିକୁ ଭଗବାନଙ୍କୁ ପାଇବାରେ ସାହାଯ୍ୟ କରେ। ଧ୍ୟାନ ହଉଛି ବହୁତ ଗୋଟେ କଠିନ ବିଷୟ, ଭଗବାନଙ୍କୁ ଧ୍ୟାନ କରିବା, କିନ୍ତୁ ହରିନାମ କରିବା ମାଧ୍ୟମରେ ଶ୍ରବଣ କୀର୍ତ୍ତନ ସ୍ମରଣ ସହଜରେ ହେଇପାରିବ। ସେଥିପାଇଁ ଏଇ ପନ୍ଥାଟି ଦିଆହେଲା। ସେଠାରେ ପୁରୁଷ ଶବ୍ଦ ଅର୍ଥ ହେଲା ଭୋକ୍ତା, ପରମଂ ପୁରୁଷମ ଦିବ୍ୟମ୍, ପୁରୁଷ ମାନେ ଭୋକ୍ତା, ଆଉ ଭଗବାନ କୃଷ୍ଣ ହଉଛନ୍ତି ଭୋକ୍ତାରାଂ ଜଗତ ପସା ସର୍ବଲୋକ ମହେଶ୍ଵର, ସେ ହଉଛନ୍ତି ପରମ ଭୋକ୍ତା। ଯଦିଓ ଜୀବଗଣ ଭଗବାନଙ୍କର ତଟସ୍ଥ ଶକ୍ତିର ଅନ୍ତର୍ଗତ, ତଥାପି ସେମାନେ ଭୌତିକ ସଂସ୍ପର୍ଶରେ ଆସିଥାନ୍ତି। ସେମାନେ ନିଜକୁ ଭୋକ୍ତା ବୋଲି ଭାବନ୍ତି, କିନ୍ତୁ ସେମାନେ ପରମ ଭୋକ୍ତା ନୁହନ୍ତି। ଜୀବାତ୍ମା ହଉଛି ଭଗବାନଙ୍କର ତଟସ୍ଥ ଶକ୍ତି। ଗୋଟେ ପଟେ ମହାମାୟା, ଆଉ ଗୋଟେ ପଟେ ଯୋଗମାୟା, ମଝିରେ ଜୀବ ଶକ୍ତି। ଯେହେତୁ ସେ ତଟରେ ରହିଛି, ତାର ଭୌତିକ ସଂସ୍ପର୍ଶ ଆସିବାର ସୁଯୋଗ। ଯେତେବେଳେ ଜୀବାତ୍ମା ଯୋଗମାୟା ଦ୍ଵାରା ସଂସ୍ପର୍ଶରେ ଥାଏ, ସେତେବେଳେ ସେ ଭଗବାନଙ୍କୁ ଭୋକ୍ତା ବୋଲି ଗ୍ରହଣ କରିକି ନିଜକୁ ଭୋଗ୍ୟ ବୋଲି ମନେ କରିକି ତାଙ୍କ ସେବା କରେ। ଆଉ ଯେତେବେଳେ ଜୀବାତ୍ମା ଭୌତିକ ସଂସ୍ପର୍ଶରେ ଆସିଯାଏ, ସେତେବେଳେ ସେ ନିଜକୁ ଭକ୍ତ ବୋଲି ମନେ କରେ, ଯେ ମୁଁ ହଉଛି ଭକ୍ତା। ଠିକ ଅଛି, ତୁମେ କିଛିଟା ଭକ୍ତା ହେଇପାର, ଯଥାର୍ଥ ବା ପରମ ଭକ୍ତା ହଉଛନ୍ତି ଭଗବାନ। ଜୀବ ପରମ ଭକ୍ତା ନୁହଁ। ତ ଏଠାରେ ପରିଷ୍କାର କୁହାଯାଇଛି ଯେ ପରମ ପୁରୁଷ ଭଗବାନ, ତାଙ୍କର ବିଭିନ୍ନ ପ୍ରକାଶ ଏବଂ ନାରାୟଣ, ବାସୁଦେବ ପ୍ରଭୃତି ବିଭିନ୍ନ ପ୍ରତ୍ୟକ୍ଷାଂଶ ରୂପରେ ପରମ ଭକ୍ତା ଅଟନ୍ତି। ଭଗବାନ ହଉଛନ୍ତି ଭକ୍ତାରା ଭକ୍ତାରାଂ ଜଗତ ପ୍ରସାଦ। ଭକ୍ତବୃନ୍ଦ ହରେକୃଷ୍ଣ ମନ୍ତ୍ର କୀର୍ତ୍ତନ କରି ନାରାୟଣ, କୃଷ୍ଣ, ରାମ ପ୍ରଭୃତି ଭଗବାନଙ୍କର ଯେକୌଣସି ପ୍ରକାଶ ରୂପରେ ପୂଜାର ଦେବତା ଭଗବାନଙ୍କୁ ବରାବର ଚିନ୍ତା କରିପାରନ୍ତି। ଏହି ଅଭ୍ୟାସ ବ୍ୟକ୍ତିକୁ ବିଶୁଦ୍ଧ କରିବ। ଏଇ ହରେକୃଷ୍ଣ ମନ୍ତ୍ର କୀର୍ତ୍ତନ ଅଭ୍ୟାସ ଆଉ ଜୀବନର ଅନ୍ତ କାଳରେ ଜୀବନ ସାରା କୀର୍ତ୍ତନ କରିଥିବା ହେତୁ ସେ ଭଗବାନଙ୍କ ରାଜ୍ୟକୁ ସ୍ଥାନାନ୍ତରିତ ହବ। ତ ଶିଲ ପ୍ରଭୁପାଦକୁ ସରଳ କରିଦେଇ କହୁଛନ୍ତି, ଆଉ ଟିକେ ସୁସ୍ପଷ୍ଟ କରି କହୁଛନ୍ତି, ଭଗବାନ ତ କହିଲେ
ମୃତ୍ୟୁ ସମୟରେ ମୋର କଥା ଚିନ୍ତା କରିବ, ସବୁବେଳେ ମୋର କଥା ଚିନ୍ତା କରିବ, ତ ଏଇଟା କି ସବୁବେଳେ କାହା ସମ୍ଭବ ଭଗବାନ ଚିନ୍ତା କରିବା ପାଇଁ ସାଧାରଣ ମଣିଷ ପାଖରେ? ତେଣୁ ତମେ ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନକୁ ଅଭ୍ୟାସ କର। ହରେ କୃଷ୍ଣ ମହାମନ୍ତ୍ର ଶ୍ରବଣ କୀର୍ତ୍ତନ ସ୍ମରଣ କରି କରି ଆସ୍ତେ ଆସ୍ତେ ସାରା ଜୀବନ ଯଦି ଭଗବାନଙ୍କ ନାମ କରିବା, ତାହେଲେ ମୃତ୍ୟୁ ସମୟରେ ଭଗବାନଙ୍କୁ ଆମେ ସ୍ମରଣ କରିପାରିବା। ତ ଯୋଗ ଅଭ୍ୟାସ ଏଇଟା ହଉଛି ଉଦ୍ଦେଶ୍ୟ। ଯୋଗ ଅଭ୍ୟାସର ଉଦ୍ଦେଶ୍ୟ ହେଲା ହୃଦୟରେ ଥିବା ପରମାତ୍ମାକୁ ଧ୍ୟାନ କରିବା ଓ ସେହିପରି ହରେକୃଷ୍ଣ କୀର୍ତ୍ତନ ଦ୍ଵାରା ବ୍ୟକ୍ତି ତାର ମନକୁ ସର୍ବଦା ଭଗବାନ ଠାରେ ଲଗେଇବ। ଯଦି ଯମ ନିୟମ ଆସନ ପ୍ରାଣାୟାମ ଦ୍ଵାରା ସେ ପରମାତ୍ମାକୁ ଧ୍ୟାନ କରିବ, ହରେ କୃଷ୍ଣ କୀର୍ତ୍ତନ ମାଧ୍ୟମ ଦ୍ଵାରା ସେ ଭଗବାନଙ୍କ ସଙ୍ଗେ ତା ମନକୁ ଯୁକ୍ତ କରିବ। ତ ମନ ଅତି ଚଞ୍ଚଳ, ତେଣୁ ଜବରଦସ୍ତ ମନକୁ କୃଷ୍ଣ ଚିନ୍ତନରେ ଲଗାଇବାକୁ ପଡିବ। ମନ ପଳେଇବ। ଆମେ ସମସ୍ତେ ଏଟାକୁ ଉପଲବ୍ଧି କରୁଛେ। ଆମେ ଜପ କରିବାକୁ ଯାଉଛେ, ଜପ କରୁ 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 ଆମ ଅଜାଣତରେ ମନ ଅନ୍ୟ ଆଡକୁ ପଳେଇ ଯାଉଛି। ପୁଣି ତାକୁ ଆଣିକି ଜପରେ ମନ ଲଗାଉଛେ, ପୁଣି ଚାଲି ଯାଉଛି। କାହିଁକି ନା ମନ ହଉଛି ଅତି ଚଞ୍ଚଳ। ତ ଏହି ଉଦାହରଣ ବରାବର ଦିଆଯାଇଛି। ଏକ ପ୍ରକାର କୀଟ କୁମ୍ଭକାର କୀଟ ପ୍ରଜାପତି ହେବାକୁ ବରାବର ଚିନ୍ତା କରୁଥାଏ। ଏହି ନିରନ୍ତର ଚିନ୍ତନର ଫଳସ୍ୱରୂପ ସେ ସେହି ଜୀବନର ପରିସର ପ୍ରଜାପତି ହୋଇଯାଏ। ଠିକ ସେହିପରି ଆମେ ଯଦି ବରାବର କୃଷ୍ଣଙ୍କୁ ଚିନ୍ତା କରିବା, ଏହା ନିଶ୍ଚିତ ଯେ ଆମେ ଜୀବନ ଶେଷରେ କୃଷ୍ଣଙ୍କ ପରି ଶରୀର ପ୍ରାପ୍ତ ହେବା। ଏ କଥା ଭାଗବତରେ ସେ ଦୃଷ୍ଟାନ୍ତ ଦିଆଯାଇଛି। ଗୋଟେ କଣ ପୋକ, ଯୋଉ ପୋକଟା ଦେହରେ ଲାଗିଲେ କୁଣ୍ଡେଇ ହୁଏ, ସଂବାଳୁଆ ନା କଣ ଗୋଟେ କୁହାଯାଏ, ଭୁଲିଗଲି ଓଡିଶାରେ କଣ କହନ୍ତି। ସେଇ ପୋକରୁ ଲାଗିଲେ ଦେହ କୁଣ୍ଡେଇ ହବ। ସେଇ ପୋକ ନାକି ପ୍ରଜାପତି କି ଦେଖି ଦେଖିକି ସେ ପ୍ରଜାପତି ହେଇଯାଏ। ସେଇଭଳିଆ ଭଗବାନ କୃଷ୍ଣଙ୍କ ଚିନ୍ତା କରି ଭଗବାନ କୃଷ୍ଣ ହେଇଯିବନି, କିନ୍ତୁ କୃଷ୍ଣଙ୍କ ଭଳିଆ ଦିବ୍ୟ ଶରୀର ପ୍ରାପ୍ତ ହବ, ଦିବ୍ୟ ସ୍ୱଭାବ ଚରିତ୍ର ସେ ପ୍ରାପ୍ତ ହବ। ଠିକ ଅଛି। 9 ନମ୍ବର ଶ୍ଲୋକ ହଉଛି କବିಂ ପୁରାଣମ୍ ଅନୁଶାସିତାରମ୍ ଅନୋର ଅନିୟାଂ ଅନୋର ଅନିୟାମ ଅନୁସ୍ମର ଅନର ଅନିୟାନ অনিয়াস অনিয়াসম অন অনিয়াসম অন অনিয়াসম অনুস্মরেত অনুস্মরেত চ সর্বস্য ধাতারম অচিন্ত রূপম আদিত্যবর্ণম তমসা পরস্তাৎ। ତାପରେ ଏଠି ଯେ ଧ୍ୟାନ କରିବ ଭଗବାନଙ୍କୁ କୋଉ ରୂପରେ ଧ୍ୟାନ କରିବ ତ ବର୍ଣ୍ଣନା କରାହଉଛି। ସେ ବ୍ୟକ୍ତି ନିମ୍ନ ମତେ ପରମ ପୁରୁଷ ଭଗବାନଙ୍କ ଉପରେ ଧ୍ୟାନ କରିବା ଉଚିତ। ସେ ପରମ ପୁରୁଷ ଭଗବାନ ସବୁ ଜାଣନ୍ତି। ସେ ପୁରାଣ ପୁରୁଷ, ଅତ୍ୟନ୍ତ ପୁରାତନ, ଅତି ପୁରାତନ ବୋଲି ସେ ବୁଢା ତା ନୁହଁ, ସେ ତ ନବ ଯୌବନଞ୍ଚ, ସବୁଠାରୁ ପୁରାତନ। ଅହମ ଆଦି ହିଁ ଦେବାନ, ଦେବତା ମାନଙ୍କ ଆଗରୁ ବି ସେ ଥିଲେ। ସେ ସମସ୍ତଙ୍କର ନିୟନ୍ତ୍ରଣକାରୀ ଅଟନ୍ତି। ସେ ସମସ୍ତଙ୍କୁ ପୁରାଣ ପୁରାତନ ଅନୁଶାସିତାରମ୍, ସେ ସମସ୍ତେ ଅନୁଶାସନ କରନ୍ତି। ସେ ଅଣୁଠାରୁ ବି ଆହୁରି କ୍ଷୁଦ୍ରତର, ଅନୋର ଅନିୟାସମ, ଅନୋର ଅନିୟାସମ, ଅଣୁଠାରୁ ବି କ୍ଷୁଦ୍ର ହେଇଥାଏ। ଏ ସମସ୍ତଙ୍କର ପୋଷଣ କର୍ତ୍ତା, ସର୍ବସ୍ୱ ଧାତାରମ୍, ସମସ୍ତଙ୍କ ପାଳନ କର୍ତ୍ତା। ସେ ସମସ୍ତ ପ୍ରକାର ଭୌତିକ ଧାରଣାର ଊର୍ଦ୍ଧ୍ୱରେ ଅବଶ୍ୟ ଅଚିନ୍ତ୍ୟ, ତାଙ୍କୁ ଚିନ୍ତା କରାଯିବ ନାହିଁ। ଭୌତିକ ଧାରଣାରେ ଚିନ୍ତା, ସେ ଭୌତିକ ଧାରଣାର ଊର୍ଦ୍ଧ୍ୱରେ ଅଚିନ୍ତ୍ୟ, ଅଚିନ୍ତ୍ୟ ରୂପମ୍, ସେ ଅଚିନ୍ତ୍ୟ ଏବଂ ସେ ସର୍ବଦା ଏକ ପୁରୁଷ ଅଟନ୍ତି। ଅଚିନ୍ତ୍ୟ ରୂପମ୍ ଆଦିତ୍ୟ ବର୍ଣ୍ଣ, ସୂର୍ଯ୍ୟଙ୍କ ପରି ସେ ତେଜିୟାନ୍, ତମସ ପରସ୍ତା, ଅନ୍ଧକାରର ଊର୍ଦ୍ଧ୍ୱରେ।
ସେ ସୂର୍ଯ୍ୟ ସଦୃଶ ତେଜିଆନ ଅଟନ୍ତି ଏବଂ ସେ ଦିବ୍ୟ ପୁରୁଷ ହୋଇଥିବା ହେତୁ ଏ ଭୂତ ପ୍ରକୃତିର ବହୁ ଊର୍ଦ୍ଧ୍ୱରେ ଅବସ୍ଥିତ ପରସ୍ତାତ୍ ସେ ଦିବ୍ୟ। ସେଠି ବର୍ଣ୍ଣନା କରାହେଲା ଯେ ଭଗବାନଙ୍କୁ ସ୍ମରଣ କରିବା। ହଁ, ସେ କିଭଳିଆ ନା କବି, ସେ ଭଗବାନ ଯେ ସବୁ କିଛି ଜାଣନ୍ତି, ଅଭିଜ୍ଞ ସ୍ୱରାଟ, ସ୍ୱତନ୍ତ୍ର ଅଭିଜ୍ଞ, ସବୁ ଜାଣନ୍ତି। କବି ପୁରାଣମ, ସେ ପୁରାତନ ଅନୁଶାସିତାରମ୍, ସମସ୍ତଙ୍କୁ ଶାସନ କରନ୍ତି, ନିୟନ୍ତ୍ରଣ କରନ୍ତି। ଅନୋର ଅନିୟାସମ, ଅନୁଠୁ ବି ଆହୁରି କ୍ଷୁଦ୍ର। ହଁ, ଅନୁସ୍ମରେତ, ହଁ, ଯ ସର୍ବସ୍ୟ, ଯେ ସମସ୍ତଙ୍କର ଧାତାରମ୍, ପାଳନ କର୍ତ୍ତା। ସେ ଅଚିନ୍ତ୍ୟ ରୂପମ୍, ତାଙ୍କର ଆକାରକୁ ଏ ଜଡ ବୁଦ୍ଧି ଚିନ୍ତା ଦ୍ୱାରା ଚିନ୍ତା କରାଯିବନି। ଆଉ ତାଙ୍କର ତେଜ ସୂର୍ଯ୍ୟଙ୍କ ଆଦିତ୍ୟ ବର୍ଣ୍ଣମ, ଆଉ ସେ ଦିବ୍ୟ ତମସହ ପରସ୍ତା, ଅନ୍ଧକାରର ଉର୍ଦ୍ଧ୍ୱରେ। ତ କିପରି ଭଗବାନଙ୍କ ରୂପେ ଚିନ୍ତା କରାଯିବ, ତାହା ହିଁ ଏହି ଶ୍ଲୋକରେ ବର୍ଣ୍ଣିତ ହୋଇଛି। ଅତି ବିଶେଷ କଥା ଏହା ଯେ ସେ ନିର୍ବିଶେଷ ବା ଶୂନ୍ୟ ନୁହନ୍ତି। ଶୂନ୍ୟକୁ ଧ୍ୟାନ କରାହବନି। କେହି କୌଣସି ନିର୍ବିଶେଷ ବା ଶୂନ୍ୟ ଉପରେ ଧ୍ୟାନ କରିପାରିବ ନାହିଁ। ଧ୍ୟାନ କରିବାକୁ ହେଲେ କାହାର ଉପରେ ଧ୍ୟାନ କରିବ, ତାର ଭିତ୍ତି ଦରକାର। ଶୂନ୍ୟ ଉପରେ କେମିତି ଧ୍ୟାନ କରିବ, ନିର୍ବିଶେଷ ଧ୍ୟାନ କରିବ, ଏଇଟା ଖୁବ କଠିନ। ସେଥିପାଇଁ କି କୃଷ୍ଣ ଗୀତାରେ କହିଛନ୍ତି ଅବ୍ୟକ୍ତାଇ ଗତି ଦୁଃଖମ, ଅବ୍ୟକ୍ତକୁ ଧ୍ୟାନ କରିବା ଖୁବ କଠିନ। ଶ୍ରୀକୃଷ୍ଣଙ୍କ ଉପରେ ଚିନ୍ତା କରିବା ଅତି ସହଜ, ତାହା ହିଁ ଏଠାରେ କୁହାଯାଇଛି। ଏଟା କୃଷ୍ଣଙ୍କୁ ଚିନ୍ତା କରିବା କୁହାହେଲା, କେମିତିକା ନା ସେ କହିଛି ଦିବ୍ୟ ପୁରୁଷ, ସେ ଜଣେ ପୁରୁଷ, ଦିବ୍ୟ ପୁରୁଷ, ରାମଚନ୍ଦ୍ର ଦିବ୍ୟ ପୁରୁଷ, କୃଷ୍ଣଚନ୍ଦ୍ର ଭଗବାନ ଦିବ୍ୟ ପୁରୁଷ। ସେ ଏଠାରେ କବି ରୂପେ ବର୍ଣ୍ଣିତ ହୋଇଛନ୍ତି। କବି ମାନେ ସବୁ କିଛି ଜାଣନ୍ତି, ଭୂତ ଭବିଷ୍ୟତ ବର୍ତ୍ତମାନ ଜାଣନ୍ତି, ସେଥିପାଇଁ ସେ ସବୁ ଜାଣନ୍ତି, ସେ ହଉଛି କବି। ସେ ପୁରାଣ ପୁରୁଷ, ପୁରାତନ, କାହିଁକି ନା ସେ ସମସ୍ତଙ୍କର ମୂଳ, ସବୁ କିଛି ତାଙ୍କ ଠାରୁ ଜାତ ହେଇଛି ବୋଲି ସେ ପୁରାଣ ପୁରୁଷ। ଅହମ୍ ଆଦି ଦେବାନା, ଚତୁଷ୍କୁମାର ଦେବତା ମାନଙ୍କର ପୂର୍ବରୁ ଭଗବାନ ହେଇଛନ୍ତି ଏବଂ ତାଙ୍କଠାରୁ ସବୁ ଜାତ। ଅହମ୍ ସର୍ବସ୍ୱ ପ୍ରଭବ ମତ ସର୍ବଭୂତ। ବେଦାନ୍ତ ସୂତ୍ରରେ ବି କୁହାହେଲା ଜନ୍ମାଦ୍ୟସ୍ୟ ଯତଃ, ଯାହାଠାରୁ ଏ ଭୌତିକ ଜଗତର ସୃଷ୍ଟି ସ୍ଥିତି ପ୍ରଳୟ ହଉଛି, ଏ ସବୁ ହଉଛି ଭଗବାନ କୃଷ୍ଣ। ସେ ମଧ୍ୟ ସମସ୍ତ ବ୍ରହ୍ମାଣ୍ଡର ପରମ ନିୟନ୍ତ୍ରଣକାରୀ ଅଟନ୍ତି, ପାଳନକର୍ତ୍ତା ଅଟନ୍ତି, ପୋଷଣକର୍ତ୍ତା, ମାନବ ସମାଜର ଉପଦେଷ୍ଟା। ସେ ଅଣୁଠାରୁ ବି ଆହୁରି ଅଣୁ, କ୍ଷୁଦ୍ର ଠାରୁ କ୍ଷୁଦ୍ରତର, ଏକ ସୂକ୍ଷ୍ମ ଜୀବ ବା ଜୀବାତ୍ମା କେଶାଗ୍ର 10,000 ଭାଗରୁ ଏକ ଭାଗ ଅଟେ। କିନ୍ତୁ ଭଗବାନ ଏପରି ଅଚିନ୍ତ୍ୟ ରୂପେ କ୍ଷୁଦ୍ରତର ଯେ ସେ ଏହି କ୍ଷୁଦ୍ରତମ ଅଂଶର ହୃଦୟରେ ବି ପ୍ରବେଶ କରିପାରନ୍ତି। ତେଣୁ ସେ ଅଣୁଠାରୁ ଆହୁରି କ୍ଷୁଦ୍ରତର ବୋଲି କୁହାଯାଉଛି। ଜୀବାତ୍ମା ହଉଛି ଅଣୁ, ଜୀବାତ୍ମା ମଧ୍ୟ ଭଗବାନ ପ୍ରବେଶ କରୁଛନ୍ତି, ସେ ଅଣୁଠାରୁ ଆହୁରି କ୍ଷୁଦ୍ର। ପରମ ପୁରୁଷ ହିସାବରେ ସେ ଅଣୁ ମଧ୍ୟ ପ୍ରବେଶ କରିପାରନ୍ତି, ଅତି କ୍ଷୁଦ୍ରତମ ପଦାର୍ଥର ହୃଦୟରେ ମଧ୍ୟ ପ୍ରବେଶ କରିପାରନ୍ତି। ଛୋଟ ପୋକା, ବ୍ୟାକ୍ଟେରିଆ, ଭାଇରସ, ତା ଭିତରେ ପରମାତ୍ମା ଅଛନ୍ତି। ପରମାତ୍ମା ରୂପରେ ଭଗବାନ ସେ ସମସ୍ତ ଜୀବକୁ ନିୟନ୍ତ୍ରଣ କରୁଛନ୍ତି। ଯଦିଓ ସେ ଏତେ କ୍ଷୁଦ୍ର ହେଇପାରନ୍ତି, ତଥାପି ସେ ସର୍ବବ୍ୟାପକ, ସମସ୍ତଙ୍କୁ ପାଳନ କର୍ତ୍ତା। ସେ ଅଣୁଠାରୁ ବି ଛୋଟ ହେଇକି ବି ସେ ସର୍ବବ୍ୟାପକ, ସମସ୍ତଙ୍କୁ ପାଳନ କରୁଛନ୍ତି। ତାଙ୍କରି ଯୋଗୁଁ ଏ ସମସ୍ତ ଗ୍ରହ ଉପଗ୍ରହ ଆଦି
ଗତି କରୁଛି, ତ ଆମ୍ଭେମାନେ ଅଧିକାଂଶ ସମୟରେ ଆଶ୍ଚର୍ଯ୍ୟାନ୍ୱିତ ହଉ ଏଇ ଗ୍ରହ ଉପଗ୍ରହ କଣ କିପରି ଆକାଶରେ ଗତି କରୁଛନ୍ତି, କେମିତି ଆକାଶରେ ବୁଲୁଛନ୍ତି। ଏହା ଏଠାରେ କୁହାଯାଇଛି ଯେ ଭଗବାନ ତାଙ୍କର ଅଚିନ୍ତ୍ୟ ଶକ୍ତି ବଳରେ এই ସମସ୍ତ ବୃହତ୍ ଗ୍ରହ ଉପଗ୍ରହ ମାନଙ୍କୁ, ସୌର ଜଗତକୁ ନିୟନ୍ତ୍ରଣ କରୁଛନ୍ତି। ସେ ଶକ୍ତି ଅଚିନ୍ତ୍ୟ, ମଣିଷର ବୁଦ୍ଧି ଦ୍ଵାରା, ଚିନ୍ତା ଦ୍ଵାରା ଏହାର କଳନା କରାଯିବନି। ମଣିଷ କେବଳ ଏଇଭଳିଆ କରିପାରିବ ନାହିଁ। ଭଗବାନ ତାଙ୍କର ଅଚିନ୍ତ୍ୟ ଶକ୍ତିର ପ୍ରଭାବରେ এই ସମସ୍ତ ଗ୍ରହ ନକ୍ଷତ୍ର ବିଭିନ୍ନ ସଂସ୍ଥାନ କରିଛନ୍ତି ଏବଂ ନିୟନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ଅଚିନ୍ତ୍ୟ ଶବ୍ଦର ପ୍ରୟୋଗ ଅତ୍ୟନ୍ତ ଯୁକ୍ତିଯୁକ୍ତ। ଭଗବାନଙ୍କର ଶକ୍ତି ଆମର ଧାରଣାର ବହିର୍ଭୂତ, ଆମର ଚିନ୍ତା ଶକ୍ତିର ଉର୍ଦ୍ଧ୍ୱରେ, ଏବଂ ସେଇଥିପାଇଁ ତାକୁ ଅଚିନ୍ତ୍ୟ ବୋଲି କୁହାଯାଏ, ଯାହାକୁ ଆମେ ଚିନ୍ତା କରିପାରୁ। ଏ କଥା ଉପରେ କିଏ ଯୁକ୍ତି କରିପାରେ? ଏକ କେହି ଯୁକ୍ତି କରିପାରିବେନି। ସେ ଭୌତିକ ଜଗତ ବିଷୟରେ ସର୍ବତ୍ର ପରିବ୍ୟାପ୍ତ ହୋଇଛନ୍ତି ଏବଂ ଏହାର ঊର୍ଦ୍ଧ୍ୱରେ ଅବସ୍ଥାନ କରୁଛନ୍ତି। ଭୌତିକ ଜଗତ ସବୁଠି ସେ ରହୁଛନ୍ତି, ସେ ସବୁରେ ପରିବ୍ୟାପ୍ତ ଏବଂ ତା ଊର୍ଦ୍ଧ୍ୱରେ ଅବସ୍ଥାନ କରୁଛନ୍ତି। ତ ଆମେ ତ ଏ ଭୌତିକ ଜଗତ ବିଷୟରେ କିଛି ଧାରଣା କରିପାରିବା ନାହିଁ। ଯୋଉ ଭୌତିକ ଜଗତ ଆଧ୍ୟାତ୍ମିକ ତୁଳନାରେ ଅତି ହୀନ କ୍ଷୁଦ୍ର, ତେବେ ତାର ଊର୍ଦ୍ଧ୍ୱରେ ଥିବା ଭଗବାନଙ୍କ ସମ୍ବନ୍ଧରେ ଆମେ କେମିତି ଜାଣିବା? ଯେ ଆଧ୍ୟାତ୍ମିକ ଜଗତ ଅଛି, ଏ ଭୌତିକ ଜଗତ ହଉଛି ତାର କ୍ଷୁଦ୍ର ଅଂଶ। ପୁରା ଭୌତିକ ଜଗତ ତୁଳନା କରି ଦେଖିବା, ଏ ଅନନ୍ତ ଆକାଶର ମଧ୍ୟରେ ଗୋଟେ ଛୋଟ ମେଘ ଖଣ୍ଡ ଯେଭଳିଆ, ଠିକ ସେଇଭଳିଆ ସମ୍ପୂର୍ଣ୍ଣ ଭୌତିକ ଜଗତଟା। ତାହେଲେ ସେ ଭୌତିକ ଜଗତ ଭିତରେ କୋଟି କୋଟି ବ୍ରହ୍ମାଣ୍ଡ, ତାର ଭିତରେ ଆମର ଗୋଟେ ଛୋଟ ବ୍ରହ୍ମାଣ୍ଡ ଭାରତ ଦେଶ, ତାର ଭିତରେ ଗୋଟେ ପ୍ରଦେଶ, ପ୍ରଦେଶ ଭିତରେ ଗୋଟେ ଜିଲ୍ଲା, ଜିଲ୍ଲା ଭିତରେ ଗୋଟେ ଗ୍ରାମ, ଗ୍ରାମ ଭିତରେ ଗୋଟେ ଘର, ଘର ଭିତରେ ମୁଁ। ତାହେଲେ କେତେ ଛୋଟ ହେଲା। ଆଁ? ତ ତାହେଲେ ଭୌତିକ ଜଗତଠୁ ଆଧ୍ୟାତ୍ମିକ କେତେ ବଡ? ତାଙ୍କ ଆମେ ତ ଭୌତିକ ଜଗତ ସମ୍ପର୍କରେ ସବୁ ଜାଣିନେ, ଆଧ୍ୟାତ୍ମିକ ସମ୍ପର୍କରେ କଣ ଜାଣିବା? ଆଉ ଆଧ୍ୟାତ୍ମିକ ଜଗତ ଯୋଉ ସୃଷ୍ଟି କରି ତା ସମ୍ପର୍କରେ ଆମର ଜାଣିବା কোনো ପ୍ରଶ୍ନ ନାହିଁ। ସେ କଥା କୁହାଯାଉଛି, ଆମେ ତ ଭୌତିକ ଜଗତ ସମ୍ବନ୍ଧରେ କିଛି ଧାରଣା କରିପାରିବା ନାହିଁ, ଆଉ ଯୋଉ ଭୌତିକ ଜଗତ ଆଧ୍ୟାତ୍ମିକ ଜଗତ ତୁଳନାରେ ଅତି ହୀନ ବା କ୍ଷୁଦ୍ର, ତ ତାର ଉର୍ଦ୍ଧ୍ୱରେ ଥିବା ଭଗବାନଙ୍କ ସମ୍ବନ୍ଧରେ ଆମେ ଧାରଣା କିପରି କରିପାରିବା? ଟିକେ ସମ୍ଭବ? ତ ଅଚିନ୍ତର ତାତ୍ପର୍ଯ୍ୟ ହଉଛି ଯାହା ଏଇ ଭୌତିକ ଜଗତର ଊର୍ଦ୍ଧ୍ୱରେ ଅବସ୍ଥିତ, ଯାହାକୁ ଆମେ ଆମର ଯୁକ୍ତି ତର୍କ ବା ଦାର୍ଶନିକ ଚିନ୍ତାଧାରା ସ୍ପର୍ଶ କରିପାରିବ ନାହିଁ, ଯାହା ବିଷୟରେ କିଛି ଚିନ୍ତା କରାଯାଇ ପାରିବ ନାହିଁ। ସେଥିପାଇଁ ବୁଦ୍ଧିମାନ ଲୋକ ମାନେ ଅଯଥା ଯୁକ୍ତି ତର୍କ ଦାର୍ଶନିକ ଚିନ୍ତାଧାରାକୁ ତ୍ୟାଗ କରି ବେଦ, ଗୀତା ଓ ଶ୍ରୀମଦ୍ ଭାଗବତମ ପ୍ରଭୃତି ଶାସ୍ତ୍ର ବା ଗ୍ରନ୍ଥ ମାନଙ୍କରେ ଦିଆଯାଇଅଛି ତାହା ସ୍ୱୀକାର କରିବା ଉଚିତ। ଯୁକ୍ତି ନା କରିକି, କାହିଁ ସମସ୍ତ ବିଷୟ ଆମେ ଯୁକ୍ତି ମଧ୍ୟରେ ବୁଝିପାରିବା ନାହିଁ। କିଛି କିଛି ବିଷୟ ଆମକୁ ଗ୍ରହଣ କରିବାକୁ ପଡିବ। ଭଗବାନ ତାଙ୍କର ଅଚିନ୍ତ୍ୟ ଶକ୍ତିର ପ୍ରଭାବରେ এই ସମସ୍ତ ଘଟଣା ଗୁଡିକ ଘଟୁଛନ୍ତି। ତ ସେଟାକୁ ସେ ଶାସ୍ତ୍ର ଭିତରେ ଗ୍ରହଣ କରେ। ସେ ଗ୍ରନ୍ଥ ମାନଙ୍କରେ ଦିଆଯାଇଥିବା ଧର୍ମ ନୀତିକୁ ଅନୁସରଣ କରିବା ଆମର ଉଚିତ। ତାହେଲେ ଭଗବାନଙ୍କୁ ସହଜରେ ବୁଝି ହବ। ଭଗବାନ ସେ କଥା କହିଛନ୍ତି, ଶାସ୍ତ୍ର ଭିତ୍ତିରେ ଆମମାନଙ୍କୁ ଜାଣିବାକୁ ପଡିବ, ଭଗବାନ ସମ୍ପର୍କରେ ଜାଣିବାକୁ ପଡିବ। प्रयाण काले मनसा चलेन भक्त्या युक्त जोग बलेन चैव भुवोर्मध्ये प्राणम आवेश्य सम्यक् शक्तं परं पुरुषम उपैति दिव्यम। এই ଶ୍ଲୋକର ମାଧ୍ୟମରେ ଭଗବାନ କହୁଛନ୍ତି, ପ୍ରୟାଣ କାଳେ, ପ୍ରୟାଣ କାଳ ମାନେ ମୃତ୍ୟୁ ସମୟରେ ଯୋଉ ବ୍ୟକ୍ତି ଦୁଇ ଭ୍ରୁଲତା ମଧ୍ୟରେ ପ୍ରାଣ ଶକ୍ତିକୁ ସ୍ଥିର କରି
पूर्ण भक्ति राम को स्मरण करे से निश्चय भगवान को प्राप्त हो। प्रयाण काले मनसा अचलेन, मनसा चलेन नुह अचलेन, मन को अविचलित भाव रखिकी भक्ति युक्त है कि जोग बल द्वारा मत जानिया को चेष्टा कर। देखिए देखा जाଉଛି ଯେ কিভাবে এই ଶ୍ଲୋକଟିରେ କୁହାଯାଇଛି ଯେ ମୃତ୍ୟୁ ସମୟରେ मनसा अचलन मन बुझी स्थिर करके भक्ति युक्त है कि भक्ता युक्त जोग बलन चैव कौन करिया पड़ो ना भूर्व मध्य प्राणम आवश्य। भूर्व मान दुई भूलतार मध्य प्राणवायु को स्थापन करी सम्यक सम्यक सा सम्यक सा से संपूर्ण रूप रे ध्रुवर मध्य प्राणम आवश्य सम्यक हाँ, सतंग परम पुरुषम उपैत दिव्यम स सही परम पुरुष भगवान को प्राप्त उपैति दिव्यम दिव्य राज्य को से प्राप्त हो। तो मृत्यु समय जो व्यक्ति दुई भूलता मध्य प्राण शक्ति को स्थिर करी पूर्ण भक्ति रे भगवान को स्मरण करे से निश्चय भगवान को प्राप्त हब। यही श्लोक रे परिष्कार भाव कह जाए मृत्यु समय मन भक्तियुक्त हो परमेश्वर भगवान सह स्थिर रहा उचित। जो माने जोग अभ्यास कर प्राणवायु को दुई भूलता मध्य को ज्ञान चक्र को उन्नीत कर रखिए षड चक्र ध्यान सहित षट चक्र योगाभ्यास निमित्त एठार निर्देशित किंतु यही प्रकार योगाभ्यास न कर शुद्ध भक्ति तार मन को सर्वदा कुशलता लगाई रखा फल मृत्यु समय भगवान कृपा हेतु स्मरण कर स्मरण कर चतुर्थ श्लोक वर्णना करा श्लोक व्यवहित जोग बले न शब्द अत्यंत तात्पर्यपूर्ण व अर्थपूर्ण अटे कारण षट चक्र व भक्ति जोग अभ्यास बिना कई मृत्यु समय दिव्य अवस्था प्राप्त हो पार ना। व्यक्ति तार जीवन काल मध्य कौन जोग विधि अवलंबन करी भक्ति जोग विधि अवलंबन कर भगवान को स्मरण करने को अभ्यास न करें तबे से कदापि मृत्यु समय हठात भगवान को स्मरण कर पार ना। जदि तारा जीवन से अन्न कथा चिंता करे हाँ अन्न आमिष जिन खाइब विभिन्न कर्म चिंता करिवो तार मृत्यु समय से चिंता आसीबो मृत्यु समय से हठात भगवान स्मरण कर पार। तो मृत्यु समय मानवर मन अत्यंत आंदोलित होता है मृत्यु समय बहु कष्ट प्राण प्रयाण समय कफवात पीत कंठावरुद्ध तो जीवात्मार भगवान का चिंता उठे आस भगवान को जीवन काल मध्य जोग मार्ग अवलंबन कर मानव को जीवन काल मध्य जोग मार्ग अवलंबन कर भगवान को स्मरण करने को अभ्यास करने को हम। तो ये श्लोक अर्थ हो हाँ चैतन्य चरितामृत शुरू करते हुए चला गया था। हाँ तो गीता लेट शुरू करलाम तो ये श्लोक शेष यस मैम। तो दशम श्लोक पर्यंत हो गल कल के हमारा 11 श्लोक ठीक है पाठ कर सब करो।